welcome back to my channel Parida West to ଆପଣ ମାନଙ୍କୁ ସ୍ୱାଗତ। ତ ବର୍ତ୍ତମାନ ଆଜି ମହାଶିବରାତ୍ରି, ବର୍ତ୍ତମାନ ମନ୍ଦିରକୁ ଯିବା ଆଉ ଠାକୁର ଦର୍ଶନ କରିବା। ତ ଚାଲନ୍ତୁ ଯିବା ଦର୍ଶନ କରିବା। ତ ଯାଉଛୁ ବର୍ତ୍ତମାନ ମନ୍ଦିର ପାଖକୁ, ତ ଚାଲନ୍ତୁ। ବର୍ତ୍ତମାନ ଆମେ ଦେଖନ୍ତୁ ବାହାରିଲୁ ଶିବଙ୍କ ଠାକୁରକୁ ଦର୍ଶନ କରିବାକୁ, ମହାଶିବରାତ୍ରିରେ ଦର୍ଶନ କରିବାକୁ। ବର୍ତ୍ତମାନ ଚାଲିଲୁ, ଗାଡ଼ି ଷ୍ଟାର୍ଟ କରିବା ଆଉ ଯିବା। ଘରୁ ବାହାରିଲୁ, ଦେଖିବା ମହାଶିବରାତ୍ରି ଆଜି ଭୋଳା ବାବାଙ୍କୁ ଦେଖା କରିବା। ତ ଚାଲନ୍ତୁ ଚାଲନ୍ତୁ ଦେଖିବା ଆଜି ଶିବରାତ୍ରିରେ ତ ଦେଖେଇଲି ବାବାଙ୍କୁ। ଦେଖନ୍ତୁ ଆଗକୁ ବଢ଼ି ଚାଲିଛୁ ମନ୍ଦିର ଦର୍ଶନ କରିବା। ବର୍ତ୍ତମାନ ମାଙ୍କ ଦର୍ଶନ କରି ଆମେ ଗ୍ରାମ ଯାଉଥିଲୁ। ବର୍ତ୍ତମାନ ଗ୍ରାମ ଦେବତା ପହଞ୍ଚିଲେ, ଦେଖିକି ଯିବା। ତ ଦେଖନ୍ତୁ ବର୍ତ୍ତମାନ ଆମ ଗ୍ରାମ ଦେବତୀଙ୍କ ପାଖରେ ଆସି ପହଞ୍ଚି ଯାଇଛୁ। ଆଉ ଯିବା ବର୍ତ୍ତମାନ ଶିବ ମନ୍ଦିର ଦର୍ଶନ କରିବା, ସାଇବାବା ମନ୍ଦିର ଆଉ ହନୁମାନ ମଙ୍ଗଳା ସବୁ ଦେଖା କରିବା। ଆଜି ମନ୍ଦିର ଦର୍ଶନ କରିବା, ଜାଗାରେ ବୁଲିବା, ସବୁ ଦେଖେଇବି ଆପଣଙ୍କୁ ବ୍ଲଗ ମାଧ୍ୟମରେ। ତ ଦେଖନ୍ତୁ ମାଙ୍କୁ ଦର୍ଶନ କରୁଛି, କହୁଛି ଏଇଟା ଆମ ଗ୍ରାମ ଦେବତୀ ମା ଥାନେଶ୍ୱରୀଙ୍କ ମୂର୍ତ୍ତି। ଏଇଟା ଆମ ଗ୍ରାମ ଦେବତୀ, ଯୋଉଟାକି ଆମର ପ୍ରତିଷ୍ଠିତ ଦେବୀ ମା। ଦର୍ଶନ କରୁଛି, ଆଗକୁ ଯିବା ଦେଖେଇବି ଆପଣଙ୍କୁ। ଏଇଟା ହଉଛି ଆମ ଲକ୍ଷ୍ମୀ ମନ୍ଦିର, ଦେଖେଇବି ଆଗକୁ, ଚାଲନ୍ତୁ। ଆଉ କିଛି ଦୃଶ୍ୟ ଆମେ ଆସିକି ପହଞ୍ଚିଗଲୁ ବାବା କୋଠେଶ୍ୱରଙ୍କ ମନ୍ଦିରରେ। ଆଉ ମନ୍ଦିରର ଚତୁଃପାର୍ଶ୍ୱର କିଛି ଦୃଶ୍ୟ ଆପଣଙ୍କୁ ଦେଖଉଛି। ତ ଦେଖନ୍ତୁ, ଏଇଟା ହଉଛି ଆମର ସାଇବାବା ମନ୍ଦିର, ଯୋଉଟାକି ଆମର କୋଠେଶ୍ୱର ବାବାଙ୍କ ମନ୍ଦିର ସାଇଡରେ ଅଛି। ତ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଲାଗିଛି। ଆଉ ଖୁବ୍ କମ୍ ଭକ୍ତ ଆଜି ଦେଖା ଦଉଛନ୍ତି, ଯେହେତୁ ଟାଇମ୍ ହେଇନି। ତ କିଛି ଲୋକଙ୍କର ଭିଡ଼ କମ୍ ଅଛି, ଧୀରେ ଧୀରେ ଲୋକମାନେ ଆସୁଛନ୍ତି। ତ ଦୃଶ୍ୟଟି ବୁଲେଇକି ଆପଣଙ୍କୁ ଦେଖନ୍ତୁ ଭଲ ଭାବରେ, ସୁନ୍ଦର ଭାବରେ ଆମର ଏଠି ସାଜସଜ୍ଜା ବି ହେଇଛି ବାବା କୋଠେଶ୍ୱରଙ୍କ ମନ୍ଦିର। ତ ମନ୍ଦିର ଭିତରକୁ ଯିବା ଆଉ ବାବାଙ୍କୁ ଦର୍ଶନ କରିବା। ତ ଦେଖିବା କିଛି ଆଉ କିଛି ଦୃଶ୍ୟ, ବାହାର ଦୃଶ୍ୟ ଦେଖଉଛି। ତ ବର୍ତ୍ତମାନ ଭିତରକୁ ଯିବା ବାବାଙ୍କୁ ଦର୍ଶନ କରିବା ପାଇଁ। ଦେଖନ୍ତୁ ଏଠି କିଛି ମାଳି ମାନେ ଦୋକାନ ପକେଇଛନ୍ତି। ଏଠି ଆମର ବାବା ବୃଷଦେବଙ୍କୁ ଦର୍ଶନ କରି, ବାବା କୋଠେଶ୍ୱର ବାବାଙ୍କୁ ଦର୍ଶନ କରିବା, ଭଲ ବାବାଙ୍କୁ। ତ ଦେଖନ୍ତୁ ମନ୍ଦିରରେ ନନା ବି ପୂଜା କରୁଛନ୍ତି। ଲୋକମାନଙ୍କର ଭିଡ଼ କିଛି ଲାଗି ରହିଛି। ତ ମନ୍ଦିର ଭିତରେ କିଛି ଲୋକ ଅଛନ୍ତି, ମନ୍ଦିର ଭିତରକୁ ଯିବା। ତ ଦେଖୁଛନ୍ତି, ଆପଣଙ୍କୁ ଦେଖଉଛି, ଏଇଟା ହଉଛି ଆମ ସରସଦାର ବାବା କୋଠେଶ୍ୱର ବାବାଙ୍କ ମନ୍ଦିର, ଯୋଉଟା କି ଶିବ ମନ୍ଦିର ନାମରେ ପରିଚିତ କୋଠେଶ୍ୱର ବାବା। ବହୁତ ଲୋକମାନେ ଏଇ ଜାଗାକୁ ଆସନ୍ତି, ଭିଡ଼ ଜମାନ୍ତି। ଆଉ ପ୍ରତି ବର୍ଷ ଏଠି ଆମର ଜାଗର ଉତ୍ସବ ପାଳନ ହୁଏ, ରାତିରେ ପାଲା କୀର୍ତ୍ତନ ହୁଏ। ତ ଦେଖଉଛି, ଦେଖନ୍ତୁ ଭିତରର ଦୃଶ୍ୟ, ଲୋକମାନଙ୍କର ଭିଡ଼ ବି ଲାଗିଛି। ଅନେକ ଭକ୍ତମାନେ ଭିତରେ ଅଛନ୍ତି, ନନା ବି ପୂଜାରେ ବ୍ୟସ୍ତ ଅଛନ୍ତି। ତ ଦେଖେଇବି ବାବା କୋଠେଶ୍ୱର ମନ୍ଦିରରେ ବାବାଙ୍କୁ। ଦେଖନ୍ତୁ ବହୁତ ଲୋକ ବି ଆସୁଛନ୍ତି, ବହୁତ ସୁନ୍ଦର ହଉଛି। ଏଠି ଭାଉଜ ଆମର ଛିଡ଼ା ହେଇଛନ୍ତି, ଦେଖନ୍ତୁ। ଦେଖିପାରୁଥିବେ ବାବାଙ୍କ ଉପରେ ଛତା ବି ଚଢ଼ଉଛନ୍ତି। ଏଠି କିଛି ବାହାର ଦୃଶ୍ୟ ଦେଖଉଛି, ମନ୍ଦିରର ଚତୁଃପାର୍ଶ୍ୱ କିଛି ଦୃଶ୍ୟ, ଭିତରର ଦୃଶ୍ୟ। ବର୍ତ୍ତମାନ ମୁଁ ଭିତରକୁ ପଶିଲି ବାବାଙ୍କୁ ଦର୍ଶନ କରିବା ପାଇଁ। ତ ବାବାଙ୍କୁ ଦର୍ଶନ କରିବି। ପ୍ରଥମେ ନନ୍ଦୀ ମହାରାଜଙ୍କୁ ଜୁହାର ହେଇକି ଭିତରକୁ ପ୍ରବେଶ କଲି। ତ ବାହାର କିଛି ଦୃଶ୍ୟ ବି ଆପଣଙ୍କୁ ଦେଖଉଛି। କିଛି ଲୋକଙ୍କ ଭିଡ଼ ଯୋଗୁଁ ଲୋକମାନେ ଭିତରକୁ ପଶି ପାରୁନାହାନ୍ତି, ଧୀରେ ଧୀରେ ଲୋକ ବି କମୁଛନ୍ତି ଆଉ ଲୋକ ବି ଆସୁଛନ୍ତି। ତ ଦେଖେଇବି, ଚାଲନ୍ତୁ ଆଉ କିଛି ଦୃଶ୍ୟ। ଦେଖିପାରୁଥିବେ ଲୋକମାନଙ୍କର ଭିଡ଼ ଧୀରେ ଧୀରେ ଲାଗୁଛି, ଆହୁରି ବି ଲୋକ ଆସିବେ ଧୀରେ ଧୀରେ। ପ୍ରତିବର୍ଷ ବହୁତ ଲୋକ ହୁଅନ୍ତି ଏଇ ଜାଗାରେ, ଆମର କୋଠେଶ୍ୱର ବାବାଙ୍କ ମନ୍ଦିରରେ। ବହୁତ ଲୋକ ଦୂର ଦୂରାନ୍ତରୁ ଆସିଥାନ୍ତି ବାବାଙ୍କୁ ଦର୍ଶନ କରି, ଭୋଗ ଆଉ ମାନସିକ ପୂରଣ କରି କିଛି ଯାଆନ୍ତି, ମାନସିକ ରଖିକି ଯାଆନ୍ତି କିଛି ଲୋକ। ବହୁତ ଲୋକ ମାନସିକ ପୂରଣ କରିଛନ୍ତି ବାବାଙ୍କୁ ଆଶୀର୍ବାଦରୁ। ଆଉ ବହୁତ ବାବା ଆମର ପ୍ରତିଷ୍ଠିତ ବାବା କୋଠେଶ୍ୱର ବାବା, ବହୁତ ମାନନ୍ତି ଲୋକମାନେ। ତ ଆହୁରି କିଛି ଦୃଶ୍ୟ ଦେଖେଇବି, ବାହାର ଦୃଶ୍ୟ। ଆଉ ବାବାଙ୍କୁ ଦର୍ଶନ କରିସାରିଲା ପରେ ବାବା ହନୁମାନଙ୍କୁ ଦେଖା କରିବା, ମହାବୀରଙ୍କୁ ଦର୍ଶନ କରିସାରି ସାଇବାବାଙ୍କୁ ଦର୍ଶନ କରିବା। ତ ଭିତରରେ ଦୃଶ୍ୟ କିଛି ଦେଖନ୍ତୁ, ଭିଡ଼ କିଛି ଅଛି ବୋଲି। ଦେଖନ୍ତୁ ଭିତର କି ଦୃଶ୍ୟ, ବହୁତ ଲୋକ କିଛି ଆସିକି ଗଲେଣି। ଛତା ବାବାଙ୍କ ଉପରେ ଚଢ଼େଇ ସାରି କିଛି ଫୁଲ
ଅରଗ ଫୁଲ କତରୁ ଆମର ଦୁଦୁରା ଫୁଲ ସବୁ ଚଢ଼େଇକି ବାପାଙ୍କର ଗଲେଣି, ବେଲପତ୍ର ମାଳ। ଆହୁରି କିଛି ଲୋକ ଆସୁଛନ୍ତି, ତ ଭିତର ଦୃଶ୍ୟ ଆପଣଙ୍କୁ ଦେଖେଇବି। ଚାଲନ୍ତୁ ଆଉ କିଛି ଦୃଶ୍ୟ ଦେଖିବା ବାବାଙ୍କର। ତ ଭକ୍ତମାନେ ବି ବହୁତ ବ୍ୟସ୍ତବହୁଳ ହେଇପଡ଼ିଲେଣି ବାବାଙ୍କୁ ଦର୍ଶନ କରି ଆଉ ବାବାଙ୍କ ଉପରେ ଛତା ଫୁଲହାର ଚଢେଇବା ପାଇଁ। ତ ବାହାରର କିଛି ଦୃଶ୍ୟ ଦେଖନ୍ତୁ ନନ୍ଦୀ ମହାରାଜ ପାଖରେ ମା ଜଣେ ଜୁହାର ହଉଛନ୍ତି। ଆଉ ଏଠି ଜଣେ ଝିଅ ପିଲାଟେ ଛିଡା ହେଇଛନ୍ତି। ସେ ଭିତରୁ ଯିବେ ବୋଲି ଛିଡା ହେଇଛନ୍ତି, ଭିଡ ଯେହେତୁ ସେମାନେ ପଦାରେ ଅଛନ୍ତି। ତ ଭକ୍ତ ମାନେ ବାହାରକୁ ବାହାରିଲେ ଆଉ କିଛି ଭକ୍ତ ଭିତରକୁ ପଶିବେ। ତ ଏଇଟା ଆମର ବହୁତ ପୂର୍ବତନ ପୁରାତନ ଠାକୁର ବାବା ଉଠେଶ୍ଵର ବାବାଙ୍କ ପୂଜା କରି ଆସୁଛନ୍ତି ବହୁତ ବର୍ଷ ହେଲା, ମୁଁ ଜନ୍ମ ହେଲା ଦିନଠୁ ଦେଖୁଛି। ତ ଆହୁରି କିଛି ଦୃଶ୍ୟ ଦେଖିବା, ଚାଲନ୍ତୁ। ଦେଖିପାରୁଥିବେ କିଛି ଭକ୍ତ ପୂଜା କରିସାରି ବାହାରକୁ ବାହାରୁଛନ୍ତି। ଏଠି ଆମ ପିଲା ଦେଖନ୍ତୁ ହାଇ ହାଇ କରୁଛନ୍ତି। ଆଉ ହଉଛି ଆଉ କିଛି ବାହାରର ଦୃଶ୍ୟ ଦେଖିଲେ ବାବାଙ୍କୁ ଦର୍ଶନ କରିବା ପାଇଁ ଭିତର ଅଛି, ଦେଖନ୍ତୁ ତ ଦୃଶ୍ୟରେ ଦେଖିପାରୁଥିବେ ଦେଖଉଛି ଆପଣଙ୍କୁ ନନା ଦେଖଉଛି ପୂଜା କରୁଛନ୍ତି ବାବା ମନ୍ଦିର କୋଟେଶ୍ଵର ଭିତର ବାବାଙ୍କୁ ଓମ୍ ଦୃଶ୍ୟ ନମଃ ଜୁମ ଶିବାୟ। କରିକି ଆପଣଙ୍କୁ ତ ଦେଖଉଛି ଦେଖନ୍ତୁ ଭକ୍ତମାନଙ୍କର ଭିଡ ଲାଗିଛି। ନନା ପୂଜା କରିବାରେ ସେଇଟା ବ୍ୟସ୍ତ, ଆମ ଏଠି ମା ସରସଦାର ମାନେ ବ୍ରାହ୍ମଣ ସାହିର। ଦୀପ ଧୂପ ଆଳତି ଦଉଛନ୍ତି ବାବାଙ୍କୁ। ଆହୁରି କିଛି ଦୃଶ୍ୟ ଦେଖିବା, ବାହାର ଦୃଶ୍ୟ ଦେଖନ୍ତୁ। ବାବାଙ୍କ ଦେଖନ୍ତୁ ଦର୍ଶନ ମୁଁ ହେଇଗଲା, ପାଦ ଡିଟେଲ ସାଇଡ ଦେଖଉଛି, କରିକି ଏଇଟା ଯିବା ହଉଛି ଆଉ ଆମ କିଛି ବାବା କୋଟେଶ୍ଵରଙ୍କ ମନ୍ଦିର। ହନୁମାନଙ୍କୁ ଦର୍ଶନ କରିବା ବହୁତ ହନୁମାନଙ୍କୁ ଆଉ ପ୍ରତିଷ୍ଠିତ ସାଇବାବାଙ୍କୁ ଦର୍ଶନ ବାବା କରି ଘରକୁ କୋଟେଶ୍ଵର ଯାଇକି ବାବା। ତ ନିଜ ଡିଟେଲ କାମରେ ଯିବା। ଦେଖନ୍ତୁ ମୁଁ ଦେଖଉଛି। ଏଇଟା ମନ୍ଦିର ଭିତରେ ଦୃଶ୍ୟ, ଆମ ପୂଜା ସଇଲାଣି ବର୍ତ୍ତମାନ ବାହାରକୁ ଯିବା, ଚାଲନ୍ତୁ। ବାବା ମହାବୀରଙ୍କୁ ଦର୍ଶନ କରିବା ପାଇଁ ବାବାଙ୍କ ପାଖକୁ ଆସିଲି। ତ ବାବାଙ୍କୁ ଦର୍ଶନ କରି ତାଙ୍କୁ ନମସ୍କାର କରି ବର୍ତ୍ତମାନ ସାଇବାବାଙ୍କ ମନ୍ଦିରକୁ ଯିବା। ତ ବର୍ତ୍ତମାନ ଦେଖନ୍ତୁ ବାହାରକୁ ଆସୁଛି। ଆଉ କିଛି ବାବାଙ୍କର ଯୋଉ କୋଟେଶ୍ଵର ବାବାଙ୍କର ମନ୍ଦିର କିଛି ଦୃଶ୍ୟ ଦେଖଉଛି ଆପଣ ମାନଙ୍କୁ। ଆଉ ବାହାରକୁ ଆସିଲି, ବର୍ତ୍ତମାନ ବାବାଙ୍କ ପାଦ ଦର୍ଶନ କରିବା। ତ ଶିରିଡି ବାବାଙ୍କୁ ଦର୍ଶନ କରିବା ପାଇଁ ପ୍ରଥମେ ବାବାଙ୍କ ପାଖକୁ ଯାଉଛି, ନିମ୍ବ ଗଛ ମୂଳେ ତାଙ୍କର ପାଦ ଅଛି, ତାଙ୍କୁ ପାଦକୁ ଦର୍ଶନ କରି ନମସ୍କାର କରି ଧୂପ ଦେଇ ଭିତରକୁ ଯିବା। ତ ଦେଖନ୍ତୁ ବର୍ତ୍ତମାନ ଶିରିଡି ସାଇବାବାଙ୍କ ମନ୍ଦିର ଦର୍ଶନ କରୁଛି, ଯୋଉଟା ଆମ ସାଇବାବାଙ୍କ ମନ୍ଦିର ସର୍ବଦା ଠାରେ। ତ ବର୍ତ୍ତମାନ ଭିତରକୁ ମୁଁ ଗଲି, ଆଉ ଧୂପ ଦେଇ ଭିତରକୁ ଏଣ୍ଟ୍ରି କରିବି। ଦେଖନ୍ତୁ ବାବା ଶିରିଡି ସାଇବାବାଙ୍କୁ ଦର୍ଶନ କରୁଛି ଆପଣ ମାନଙ୍କୁ। ତ ବର୍ତ୍ତମାନ ଧୂପ ଦେଇ ବର୍ତ୍ତମାନ ଭିତରକୁ ଯିବି, ତ ଦେଖନ୍ତୁ ଆପଣଙ୍କୁ ଦେଖଉଛି ବାବାଙ୍କ ପାଖରେ ବହୁତ ଲୋକ ଭିଡ ଜମିଛନ୍ତି। ତ ଧୀରେ ଧୀରେ ଆହୁରି ଲୋକ ବି ଆସିବେ, ତ କିଛି ଲୋକ ଅଛନ୍ତି ବାବାଙ୍କ ପାଖରେ। ତ ଦେଖିପାରୁଥିବେ ବାବାଙ୍କ ପ୍ରତିମୂର୍ତ୍ତିକୁ। ବାପାଙ୍କ ମୂର୍ତ୍ତି ବହୁତ ସୁନ୍ଦର ଆଉ ବହୁତ ସୁନ୍ଦରମୟ ହେଇଛି ବାବାଙ୍କର। ତ ଭିତରକୁ ଯିବା ବାବାଙ୍କୁ ଦର୍ଶନ କରିବା ପାଇଁ। ତ ଦର୍ଶନ କରି ସାରିଲା ପରେ ନନାକୁ କିଛି ପଚାରିବା। କିଛି କହିବେ ଆଜି? କଣ କହିବି, ମୋର ତ ଆଜି ଏଠି ଡ୍ୟୁଟି ନାହିଁ, ମୋର ଶିବ ମନ୍ଦିରରେ ଏଠି ଟିକେ ନନା ଯାଇଛନ୍ତି ତାଙ୍କର କାମ ଅଛି ବୋଲି ମୁଁ ଏଠିକି ବସିଛି। ଯାହା ହଉ ନନା କିଛି ତାଙ୍କ କହିଲେ କିଛି କଥା, ଯିଏକି ଆଜି ସାଇବାବାଙ୍କୁ ଦର୍ଶନ କରି ସାରିଲା ପରେ ସାଇବାବାଙ୍କୁ ପୂଜା କରୁଛନ୍ତି ନନା। ଆଉ ସେ ନନା ଆଉ ଜଣେ ଆମର ଅଛନ୍ତି, ସେ ଯାଇଛନ୍ତି ତାଙ୍କ କାମ ଟିକେ, ସେ ଆର ନନାଙ୍କୁ ଛାଡି ଦେଇ ଯାଇଛନ୍ତି, ସେ ବସିଛନ୍ତି ପୂଜା ବି କରୁଛନ୍ତି। ଲୋକମାନଙ୍କର ଧୀରେ ଧୀରେ ଭିଡ ଲାଗିଛି, ଆଜି ଜାଗର ରାତ୍ରି। ତ ଦେଖନ୍ତୁ ଦର୍ଶନ କରି ଦେଖଉଛି ବାବା ଶିରିଡି ବାବାଙ୍କୁ। ଏଇଟା ଆମ ସହରସଦାର ସାଇ ମନ୍ଦିର। ଏଇ ନନା ଆସିଲେଣି ଆମର।
ବି ଯାଇଛନ୍ତି ଭାଉଜ ଗେନା କଲେ ଖାଲି ହେଲା ହଁ ଜୁଆରେ ବର୍ତ୍ତମାନ ବାବାଙ୍କ ଦର୍ଶନ ସରିଲା ଏବଂ ବର୍ତ୍ତମାନ ଘରକୁ ଯିବା ଆହୁରି କିଛି ଜାଗା ବୁଲି ଦର୍ଶନ ବାବା ହନୁମାନ ଦର୍ଶନ ସାଇବାବା ଦର୍ଶନ ସରିଲା ବର୍ତ୍ତମାନ ଘରକୁ ଯିବା ଭିଡ଼ିଓଟି ବର୍ତ୍ତମାନ ଏଣ୍ଡିଂ କରିବା ଦେଖନ୍ତୁ ଏଇଟା ଲାଷ୍ଟ ମନ୍ଦିର ଦେଖିବ ଏଇଟା ହଉଛି ଆମ ଶିବ ମନ୍ଦିର ନବକୋଟେଶ୍ୱର ମନ୍ଦିର ସାଇ ମନ୍ଦିର ଦର୍ଶନ ସରିଲା ମାଙ୍କ ଦର୍ଶନ ସରିଲା ବର୍ତ୍ତମାନ ଘରକୁ ଯିବା ରହିଲେ ଆଜ୍ଞା ନେକ୍ସଟ ବ୍ଲଗରେ ଦେଖେଇବି ଧନ୍ୟବାଦ ଲୋକଙ୍କର ଧୀରେ ଧୀରେ ଗହଳି ଲାଗିଛି ଆଉ ଜାଗର ମହାଶିବରାତ୍ରି କିଛି ଦୃଶ୍ୟ ଦେଖିବି ଆଉ କିଛି ଦେଖେଇବି ମୋ ମଧ୍ୟରେ ଦେଖନ୍ତୁ ବର୍ତ୍ତମାନ ଆମେ ଘରକୁ ଫେରୁଛୁ ଭିଡ଼ିଓ ତ ଏଣ୍ଡିଂ ହେଲା ଠାକୁରଙ୍କ ଦର୍ଶନ ମିଳିଗଲା ବର୍ତ୍ତମାନ ଘରକୁ ଫେରୁଛୁ ଆଉ କିଛି ନୂଆ ଭିଡ଼ିଓରେ ଆପଣଙ୍କୁ ଦେଖେଇବି ନୂଆ ବ୍ଲଗ ମାଧ୍ୟମରେ